ଉଦ୍ଭିଦରେ ବିଭିନ୍ନ ଜୈବିକ ପ୍ରକ୍ରିୟାର ନିୟନ୍ତ୍ରଣ ଓ ସମନ୍ୱୟ ରକ୍ଷା ଡ୍ୟାସ୍ ପଦ୍ଧତିରେ ଡ୍ୟାସ୍ ଦ୍ୱାରା ହୋଇଥାଏ। ପ୍ରାଣୀମାନଙ୍କର ନିୟନ୍ତ୍ରଣ ତଥା ସମନ୍ୱୟ ରକ୍ଷା ଉଭୟ ରାସାୟନିକ ଓ ଡ୍ୟାସ୍ ପଦ୍ଧତିରେ ହୋଇଥାଏ। ଉଦ୍ଭିଦରେ ଥିବା ହରମୋନକୁ ଡ୍ୟାସ୍ କୁହାଯାଏ। ଫାଇଟୋହରମୋନ ମୁଖ୍ୟତଃ ଡ୍ୟାସ୍ ପ୍ରକାରର। ପାଞ୍ଚଟି ଫାଇଟୋହରମୋନ ହେଲା ଅକ୍ସିନ୍, ଜିବରେଲିନ୍, ଡ୍ୟାସ୍, ଏଥିଲିନ୍ ଓ ଆବସିସିକ୍ ଏସିଡ୍। ଉଦ୍ଭିଦରେ ଡ୍ୟାସ୍ ଓ ଡ୍ୟାସ୍ ହରମୋନ ବୃଦ୍ଧି ହ୍ରାସକ ଭାବେ କାର୍ଯ୍ୟ କରନ୍ତି। ଡ୍ୟାସ୍ ହରମୋନ ଜୀବକୋଷର ବୃଦ୍ଧି, କାଣ୍ଡର ବୃଦ୍ଧି, ଫୁଲ ଓ ଫଳର ଗଠନ ଆଦି ବିଭିନ୍ନ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ। ମଣିଷ ଶରୀରରେ ଡ୍ୟାସ୍ ତନ୍ତ୍ର ଓ ଡ୍ୟାସ୍ ତନ୍ତ୍ର ଦ୍ୱାରା ବିଭିନ୍ନ ଅଙ୍ଗ ମଧ୍ୟରେ ନିୟନ୍ତ୍ରଣ ଓ ସମନ୍ୱୟ ରକ୍ଷା ହୋଇଥାଏ। ଡ୍ୟାସ୍ ଦ୍ୱାରା ପ୍ରଭାବିତ ହୋଇ ହରମୋନ ଗୁଡ଼ିକ ଉଦ୍ଭିଦର ବିଭିନ୍ନ ଗତିକୁ ନିୟନ୍ତ୍ରଣ କରିଥାନ୍ତି। ଡ୍ୟାସ୍ ଓ ଡ୍ୟାସ୍କୁ ନେଇ ମଣିଷର ସ୍ନାୟୁତନ୍ତ୍ର ଗଠିତ। ଉଦ୍ଭିଦରେ ଫୁଲ ଧରିବା ପ୍ରକ୍ରିୟା ଆଲୋକର ଅବଧି ଉପରେ ନିର୍ଭର କରିବାକୁ ଡ୍ୟାସ୍ କହନ୍ତି। ଡ୍ୟାସ୍ ହରମୋନ ଓ ଡ୍ୟାସ୍ ବର୍ଣ୍ଣକଣା ଉଦ୍ଭିଦର ଫୁଲ ଧରିବା ପ୍ରକ୍ରିୟାକୁ ନିୟନ୍ତ୍ରଣ କରନ୍ତି। ଫ୍ଲୋରିଜେନ୍ ଉଦ୍ଭିଦର ଡ୍ୟାସ୍ ଠାରେ ତିଆରି ହୋଇଥାଏ। ମୂତ୍ରରେ ଡ୍ୟାସ୍ ହରମୋନର ଉପସ୍ଥିତିରୁ ଜଣେ ମହିଳା ଗର୍ଭଧାରଣ କରିଛି କି ନା ଜାଣି ହୁଏ। ଡ୍ୟାସ୍ ଓ ଡ୍ୟାସ୍ ହରମୋନ ଉଦ୍ଭିଦର ଶାଖା ଓ କାଣ୍ଡର ବୃଦ୍ଧିରେ ସହାୟକ ହୋଇଥାନ୍ତି। ଡ୍ୟାସ୍ ହରମୋନ ଉଦ୍ଭିଦର କୋଷ ବିଭାଜନର ହାର ବୃଦ୍ଧି କରିଥାଏ। ଆଲୋକ ମାଧ୍ୟାକର୍ଷଣ ବଳ ଭଳି ବାହ୍ୟ ଉଦ୍ଦୀପନା ପ୍ରଭାବରେ ଉଦ୍ଭିଦର ବୃଦ୍ଧିଜନିତ ଚଳନକୁ ଡ୍ୟାସ୍ କହନ୍ତି। ଉଦ୍ଭିଦର କାଣ୍ଡ ଆଲୋକ ଆଡ଼କୁ ଗତି କରିବାକୁ ଡ୍ୟାସ୍ କହନ୍ତି। ଚେର ଆଲୋକର ବିପରୀତ ଦିଗକୁ ଗତି କରିବାକୁ ଡ୍ୟାସ୍ କହନ୍ତି। ମାଧ୍ୟାକର୍ଷଣ ବଳ ଯୋଗୁଁ ଚେର ଓ ମୂଳ ପୃଥିବୀର କେନ୍ଦ୍ର ଆଡ଼କୁ ଆକର୍ଷିତ ହେବାକୁ ଡ୍ୟାସ୍ କହନ୍ତି। ଉଦ୍ଭିଦର କାଣ୍ଡ ମାଧ୍ୟାକର୍ଷଣ ବଳର ଦିଗର ବିପରୀତ ଦିଗରେ ଗତି କରିବାକୁ ଡ୍ୟାସ୍ କହନ୍ତି।
ଡ୍ୟାସ୍ କୁ ସଂକ୍ଷେପରେ HCG କୁହାଯାଏ। ଡ୍ୟାସ୍ ମା ଓ ଗର୍ଭାଶୟସ୍ଥ ଶିଶୁ ମଧ୍ୟରେ ଥିବା ଏକ ଜୈବ ସଂଯୋଗ। ଡ୍ୟାସ୍ ରୁ HCG ହର୍ମୋନ୍ କ୍ଷରିତ ହୋଇଥାଏ। କେନ୍ଦ୍ରୀୟ ସ୍ନାୟୁତନ୍ତ୍ର ଡ୍ୟାସ୍ ଓ ଡ୍ୟାସ୍ କୁ ନେଇ ଗଠିତ। ମସ୍ତିଷ୍କରୁ ବାହାରିଥିବା ଡ୍ୟାସ୍ ସ୍ନାୟୁ ଓ ସୁଷୁମ୍ନା କାଣ୍ଡରୁ ବାହାରିଥିବା ଡ୍ୟାସ୍ ସ୍ନାୟୁକୁ ନେଇ ପ୍ରାନ୍ତୀୟ ସ୍ନାୟୁତନ୍ତ୍ର ଗଠିତ। ଶରୀରର ସମସ୍ତ ଅନୈଚ୍ଛିକ କ୍ରିୟାର ନିୟନ୍ତ୍ରଣରେ ଡ୍ୟାସ୍ ସ୍ନାୟୁତନ୍ତ୍ରର ଭୂମିକା ରହିଛି। ଡ୍ୟାସ୍ ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ମସ୍ତିଷ୍କ ଉପରେ ଥିବା ବାହ୍ୟ ଆବରଣକୁ ଡ୍ୟାସ୍ କୁହାଯାଏ। ମସ୍ତିଷ୍କର ଭିତର ଫମ୍ପା ଅଂଶଗୁଡ଼ିକୁ ଡ୍ୟାସ୍ କୁହାଯାଏ। ମସ୍ତିଷ୍କର ଚାରିପଟେ ଓ ମସ୍ତିଷ୍କର ନିଳୟ ଭିତରେ ଥିବା ତରଳ ପଦାର୍ଥ ଡ୍ୟାସ୍। ଗୋଟିଏ ନବଜାତ ଶିଶୁର ମସ୍ତିଷ୍କର ଓଜନ ପ୍ରାୟ 1.5 ଗ୍ରାମ ଓ ବୟଃପ୍ରାପ୍ତ ବ୍ୟକ୍ତିର 1.5 ଗ୍ରାମ। ମଣିଷ ମସ୍ତିଷ୍କ ମଧ୍ୟକୁ ପ୍ରତି ମିନିଟରେ ପ୍ରାୟ 1.5 ମିଲିଲିଟର ରକ୍ତ ପ୍ରବାହିତ ହୁଏ। ଅଗ୍ର ମସ୍ତିଷ୍କରେ ଡ୍ୟାସ୍ ଅତି କ୍ଷୀଣ ଭାବେ ଥିବାରୁ ମନୁଷ୍ୟର ଘ୍ରାଣ ଶକ୍ତି ଦୁର୍ବଳ। ଡ୍ୟାସ୍ ମସ୍ତିଷ୍କର ସବୁଠାରୁ ବଡ଼ ଅଂଶ। ଡ୍ୟାସ୍ର ଉପରି ଭାଗରେ ପିନିଆଲ୍ ଗ୍ରନ୍ଥି ଅଛି। ତାପ, କଷ୍ଟ, ଚାପ, ସ୍ପର୍ଶ ପରି ଉଦ୍ଦୀପନାକୁ ଗ୍ରହଣ କରି ପ୍ରତିକ୍ରିୟା ପ୍ରକାଶ କରିବାରେ ଡ୍ୟାସ୍ ସାହାଯ୍ୟ କରେ। ଆମର ସ୍ମରଣ ଶକ୍ତି ପ୍ରମସ୍ତିଷ୍କର ଉପରି ଭାଗରେ ଥିବା ଡ୍ୟାସ୍ ଉପରେ ନିର୍ଭର କରିଥାଏ। ଡ୍ୟାସ୍ର ନିମ୍ନ ଭାଗରେ ହାଇପୋଥାଲାମସ୍ ରହିଛି। ଡ୍ୟାସ୍ ଆମ ଶରୀରର ତାପମାତ୍ରା, ହୃତ୍ସ୍ପନ୍ଦନ, ରକ୍ତଚାପ, ନିଦ୍ରା, ଭୟ, ରାଗ, ଆନନ୍ଦ ଇତ୍ୟାଦି ନିୟନ୍ତ୍ରଣ କରେ। ମଧ୍ୟ ମସ୍ତିଷ୍କର ଉପର ଦୁଇ ପିଣ୍ଡ ଡ୍ୟାସ୍ ସମ୍ବନ୍ଧୀୟ ପ୍ରତିକ୍ଷେପ କ୍ରିୟାକୁ ନିୟନ୍ତ୍ରଣ କରନ୍ତି। ମସ୍ତିଷ୍କର ଦ୍ୱିତୀୟ ବୃହତ୍ତମ ଭାଗ ଡ୍ୟାସ୍।
ଡ୍ୟାସ୍ର ଆଗ ଅଂଶରେ ରହିଛି ଅନୁମସ୍ତିଷ୍କ। ଡ୍ୟାସ୍ ଶରୀରର ସନ୍ତୁଳନ ଓ ଭାରସାମ୍ୟ ରକ୍ଷା କରେ। ମସ୍ତିଷ୍କର ସୁଷୁମ୍ନା ଶୀର୍ଷ ଡ୍ୟାସ୍ର ପଛକୁ ରହିଛି। ଶ୍ୱାସକେନ୍ଦ୍ର, ହୃତ୍କେନ୍ଦ୍ର, ରକ୍ତଚାପ, ଛିଙ୍କ, କାଶ, ବାନ୍ତି ଓ ଖାଦ୍ୟ ଗିଳିବା କାର୍ଯ୍ୟକୁ ଡ୍ୟାସ୍ ନିୟନ୍ତ୍ରଣ କରେ। ଡ୍ୟାସ୍ ଏକ ସାମୟିକ ଅନ୍ତଃସ୍ରାବୀ ଗ୍ରନ୍ଥି। ମଣିଷଠାରେ ଡ୍ୟାସ୍ ଯୋଡ଼ା କରୋଟି ସ୍ନାୟୁ ଓ ଡ୍ୟାସ୍ ଯୋଡ଼ା ସୁଷୁମ୍ନା ସ୍ନାୟୁ ରହିଛି। ଆଖି, କାନ, ନାକ, ଜିଭ ଓ ଚର୍ମ ପରି ଗ୍ରାହୀ ଅଙ୍ଗରୁ ଆବେଗ ସଂଗ୍ରହ କରୁଥିବା ସ୍ନାୟୁମାନଙ୍କୁ ଡ୍ୟାସ୍ କୁହାଯାଏ। ମସ୍ତିଷ୍କ ଓ ସୁଷୁମ୍ନା କାଣ୍ଡରୁ ଆଦେଶ ନେଇ ପେଶୀ ବା ଗ୍ରନ୍ଥି ନିକଟରେ ପହଞ୍ଚାଉଥିବା ସ୍ନାୟୁମାନଙ୍କୁ ଡ୍ୟାସ୍ କୁହାଯାଏ। ଡ୍ୟାସ୍ ଆମ ସ୍ନାୟୁତନ୍ତ୍ରର ଗାଠନିକ ଏବଂ କ୍ରିୟାତ୍ମକ ଏକକ। ସ୍ନାୟୁକୋଷର ନ୍ୟଷ୍ଟି ଥିବା ଅଂଶକୁ ଡ୍ୟାସ୍ କୁହାଯାଏ। ସ୍ନାୟୁକୋଷର ଶାଖାୟୁତ ତନ୍ତୁଗୁଡ଼ିକୁ ଡ୍ୟାସ୍ କହନ୍ତି। ଡେଣ୍ଡ୍ରାଇଟ୍ର ବିପରୀତ ପଟରେ ସେଲ୍ ବଡିରୁ ଏକ ଲମ୍ବ ଡ୍ୟାସ୍ ବାହାରିଥାଏ। ସେଲ୍ ବଡିର ଯେଉଁ ସ୍ଥାନରୁ ଆକ୍ସନ ବାହାରିଥାଏ ସେହି ସ୍ଥାନକୁ ଡ୍ୟାସ୍ କୁହାଯାଏ। ଟେଲୋଡେଣ୍ଡ୍ରିଆର ଏଣ୍ଡ ନବ୍ ମଧ୍ୟରେ ଡ୍ୟାସ୍ ଥାଏ। ଆକ୍ସନ ମଧ୍ୟରେ ଥିବା କୋଷ ଜୀବକକୁ ଡ୍ୟାସ୍ କୁହାଯାଏ। ଡ୍ୟାସ୍ ଆମ ଶରୀରର ଦୀର୍ଘତମ କୋଷ। ଗୋଟିଏ ସ୍ନାୟୁକୋଷରେ ଥିବା ଆକ୍ସନର ଶାଖାଯୁକ୍ତ ଶେଷ ଭାଗ ଅନ୍ୟ ଏକ ସ୍ନାୟୁକୋଷର ଡେଣ୍ଡ୍ରାଇଟ୍ ସହିତ ସଂଯୋଗ ସ୍ଥାନକୁ ଡ୍ୟାସ୍ କହନ୍ତି। ସିନାପ୍ଟିକ୍ ଭେସିକିଲ୍ ମଧ୍ୟରେ ଥିବା ଡ୍ୟାସ୍ ଏକ ନ୍ୟୁରୋ ଟ୍ରାନ୍ସମିଟର।